ମିତୁ ଚଢ଼େଇ ଏବଂ ତା ସ୍ୱାମୀ ସୀତୁ ଚଢ଼େଇ ଗୋଟିଏ କ୍ଷେତରେ ଧାନ ଚାଷ କରିଥିଲେ। ତାପରେ ଧାନ କାଟିବା ସମୟ ଆସିବାରୁ ଦୁଇ ଜଣ ଯାକ ଧାନ କାଟିବାକୁ ବିଲକୁ ବାହାରିଲେ। ଆମ ଧାନ ଗୁଡା ସବୁ ବିଲରେ ପାଚି ଗଲାଣି। ଚଢ଼େଇ ମାନେ କହୁଛନ୍ତି ଆମ ଜଙ୍ଗଲରେ ବର୍ଷା ହେବାର ସମ୍ଭାବନା ଅଛି। ଚାଲ ଆଜି ବିଲକୁ ଯାଇକି ସବୁ ଧାନ ଗୁଡାକ କାଟି ଆଣିବା। ମିତୁ ଚଢ଼େଇ ଏବଂ ସୀତୁ ଚଢ଼େଇ ଦା ଧରି ଧାନ କାଟିବାକୁ ଧାନ ବିଲକୁ ଗଲେ। ଧାନ ବିଲରେ କିଛି ଧାନ କାଟିଛନ୍ତି। ସେ ଦେଖିଲେ ଆକାଶରେ କଳାହାଣ୍ଡିଆ ମେଘ ଘୋଟିଲାଣି। ଆରେ ଦେଖେ ମିତୁ, ଆକାଶରେ କଳାହାଣ୍ଡିଆ ମେଘ ଘୋଟିଲାଣି। ବର୍ଷା ହେଲେ ଆମ ଧାନ ଗୁଡା ସବୁ ପାଣି ପଡିକି ନଷ୍ଟ ହେଇଯିବ। ଆରେ ହଁ ତ, ଆକାଶରେ କଳାହାଣ୍ଡିଆ ମେଘ ଘୋଟିଲାଣି। ଏତେ ବଡ ବିଲରୁ ସବୁ ଧାନକୁ ବର୍ଷା ହେବା ପୂର୍ବରୁ ଆମେ ଦୁଇ ଜଣ କଣ କାଟି ପାରିବା? ହଁ ମିତୁ, ତୁ ଗୋଟେ କାମ କର। ଆମ ପଡୋଶୀ ମୀରା କାଉ ଘରେ ଥିବ, ତାକୁ ଯା ଡାକି ଆଣିବୁ। ଆମକୁ ଟିକେ ଧାନ କାଟିବାରେ ସେ ସାହାଯ୍ୟ କରିବ। ତାପରେ ମିତୁ ଚଢ଼େଇ ତାର ପଡ଼ୋଶୀ ମୀରା କାଉ ଘରକୁ ଗଲା। ମିତୁ ଦେଖିଲା ମୀରା କାଉ ତା ଘରେ ଶୋଇଛି। ମୀରା ଦିଦି, ଆକାଶରେ କଳାହାଣ୍ଡିଆ ମେଘ ଘୋଟିଲାଣି। ଚାଲ ଟିକେ ଆମକୁ ଧାନ କାଟିବାରେ ସାହାଯ୍ୟ କରିବ, ନହେଲେ ବର୍ଷାରେ ଆମ ଧାନ ଗୁଡା ସବୁ ନଷ୍ଟ ହେଇଯିବ। କଣ କହିଲୁ? ମୁଁ ତୋର ଧାନ କାଟିବାକୁ ଯିବି? ମୋର ତ କିଛି ଅସୁବିଧା ନାହିଁ, ମୁଁ କାହିଁକି ତତେ ସାହାଯ୍ୟ କରିବି? ମୀରା କାଉ ମନା କରିବାରୁ ମିତୁ ଚଢ଼େଇ ନିରାଶ ହୋଇ ସେଠାରୁ ଫେରି ଆସିଲା। ମିତୁ ଚଢ଼େଇ ଓ ସୀତୁ ଚଢ଼େଇ ଆଉ କାହାକୁ ଧାନ କାଟିବାକୁ ନ ଡାକି ବର୍ଷା ହେବା ପୂର୍ବରୁ ଶୀଘ୍ର ସବୁ ଧାନ କାଟି ଆଣିଲେ। ତାପରେ ଏମିତି କିଛି ଦିନ ବିତିଗଲା ପରେ ପୁଣି 2 ଦିନ ଧରି ବର୍ଷା ଲାଗି ରହିଲା। ମୀରା କାଉର ଘରେ ଯାହା ସବୁ ଖାଦ୍ୟ ଥିଲା ସେ ସବୁ ସରିଯିବାରୁ ସେ ଶାଗୁଣାର ଖୁଚୁରା ଦୋକାନକୁ ରାସନ କିଣିବାକୁ ଗଲା। ହେଲେ କାଉର ପାଖରେ ଟଙ୍କାଟିଏ ପଇସା ନଥିଲା। ଶାଗୁଣା ଭାଇ, 2 ଦିନ ଧରି ବର୍ଷା ଲାଗି ରହିଛି। ମୋ ଘରେ ଖାଇବା ପାଇଁ କୌଣସି ଖାଦ୍ୟ ନାହିଁ ଏବଂ ମୋ ପାଖରେ ଟଙ୍କାଟିଏ ପଇସା ମଧ୍ୟ ନାହିଁ। ମତେ ବାକିରେ କିଛି ରାସନ ସାମଗ୍ରୀ ଦେଇଥାଅ ଶାଗୁଣା ଭାଇ। ନାହିଁ ମୀରା କାଉ, ମୁଁ ତତେ ବାକିରେ କୌଣସି ରାସନ ଜିନିଷ ଦେବି ନାହିଁ। ମୋର ଚଢ଼େଇ ମାନଙ୍କ ପାଖରେ ବହୁତ ବାକି ପଡିଛି। ମୁଁ ତତେ ବାକି ଦେଇ ଆଉ ଟେନସନ ନେବା ପାଇଁ ଚାହୁଁନାହିଁ। ଶାଗୁଣା ବାକି ଦେବାକୁ ମନା କରିବାରୁ ମୀରା କାଉ ସେଠାରୁ ମନ ଦୁଃଖରେ ଘରକୁ ଫେରି ଆସିଲା। ତାପରେ ତାର ମିତୁ ଚଢ଼େଇ କଥା ମନେ ପଡ଼ିଲା। ତାପରେ ମୀରା କାଉ ମିତୁ ଚଢ଼େଇ ପାଖକୁ ଯାଇ କିଛି ଚାଉଳ ଦେବା ପାଇଁ କହିଲା। ମିତୁ, ତୁ ମତେ କିଛି ଚାଉଳ ଦେଇଥା। ମୋର 2 ଦିନ ହେଲାଣି ଘରେ କିଛି ଖାଇବାକୁ ନାହିଁ। ଏ ବର୍ଷାରେ ଶାଗୁଣା ଦୋକାନକୁ ବାକିରେ ରାସନ ସାମଗ୍ରୀ କିଣି ଯାଇଥିଲି, ହେଲେ ସେ ମତେ ବାକିରେ ରାସନ ଜିନିଷ ଦେବ ନାହିଁ ବୋଲି ରୋକଠୋକ ମନା କରିଦେଲା। ତାପରେ ମିତୁ ଚଢ଼େଇ ମୀରା କାଉକୁ କିଛି ଚାଉଳ ଦେଲା। ମୀରା କାଉ ମିତୁ ଚଢ଼େଇକୁ ସାହାଯ୍ୟ ନ କରିଥିବାରୁ ତାକୁ ବହୁତ ଲାଜ ଲାଗିଲା ଓ ଲାଜରେ ତାର ମଥା ତଳକୁ ହେଇଗଲା।